मन मिले बल बढ़े। गोटे हाथ में 5टी आंगुली कई नुहे क्या भली 5 जन जाक एक मन हेले पर्वत देवे टाणी। जमती गोटी गोटी करी पैसा संचिले हुए शह शह टंका गोटी गोटी करी पतर कणी गछु ढंका। एकता मन मिलले बल बढ़े। एकता थिले असाध्य साधित हुए। मन यदि एक नुहे आदि आम भर एकता नहीं ताहले आम भर को शत्रु पशि आसवे। मुझे जो विषय कहूँ से गोटे गाँव 7टी झील 7 तरुणी सप्तरथी जमती सप्तरथी मिले अभिमन्यु को बद्ध करथिले सेमती ये 7 तरुणी केमती नवयुवकों को आंठे देले पिटिले आउ बोझ बुहाइले। आसतु ना ये विषय टे शुणा। सांग हेब तो एपरी दुख सुख हानि लाभ सबुथिरे सम श्रमदान करुवा व्यक्तित्व एमाने धन्या। नरणपुर ग्रामर समवयस्का 7 जन तरुणी थिले। सौभाग्यक्रमे 2022 रे समस्त विवाह संपन्न हो जाइए। या पूर्व कौन होता से परस्पर प्रति अत्यंत अनुरक्ता थिले। से एकत्र खाऊले धाऊले सहर बजार जाऊले मंदिर मेला जाई घंटी बजाऊले शंख फुकुले हुड़हुड़ी बजाऊले मिलमिशे घर काम करुले। एपरिक माठिया मुंडे घर को पानीय जल आणुले। ये 7 कन्या 7 परिवार मधुमय संपर्क सुदृढ़ थिला। 7 परिवार मध्य सुसंपर्क बढ़ी उठिला। विवाह उत्सव एम सहजरे समापन हो पारुला। खाली ये 7 परिवार नुह समुदाय ग्रामर समस्त उत्सव ये सप्तरथी सहयोग करुले। गाँव 7 आषाढ़ बालगंगा टोका एमान को देखी सही पार नथिले। कहते भावुले आलोचना करुले आम टोका अथच आम कथा के शुणुना एमानी टोकी गाँ को नचौं। ठीक अच्छे यही 7 बालगंगा 7-8 जन बालगंगा टोका एमान को देखी सही पार नथिले। एमान को हैरान करी एमान दल भांगापी मनस्थ कले। विनाश काले विपरीत बुद्धि। सेतेबेले गाँ मुंडे गोटे मात्र मधुर जलर कूଅ थिला। से कूଅ ठारू अनति दूर रे एक झुंकालिया बड़ जामुकली गछ थिला। रास्ता 2 कड़े लगी लगी अध किलोमीटर जाए किया बुदा थिला। ये बण बिछुआती गण आग किसी पैसा खर्च कले। लंबा लंबा हाथ थिबा ढिला कला पोशाक किणिले। गोड़ी और बाटुली संग्रह कले। एमाने सहजरे चलीगला शगड़े हाथ मारिबा पिला थिले। एमानकु बण विश्वादी कह जाए। एणु एमानक मन को सुचिंता आसो कुआड़। ए दुष्ट माने आलोचना कले जहाँ हेले भी अबला दुर्बला पुणी तरुणी मान तो अति दुर्बला। एणु ये 7 जन को आम डरे थरे हाथ मुठा रखिपारे अनेक काम करी हेब। आग एमानक दल को भांगिबा। तेणु से
ନିଷ୍ପତ୍ତି ନେଲେ ଆମେ ଗାଁର ଯୁବକ, ଆମ ଗାଁରେ ଯୁବକଙ୍କର ଶାସନ ଚାଲୁନି, ଚାଲୁଛି ଯୁବତୀଙ୍କର। ହାୟ କେତେ ହତଭାଗା ଆମମାନେ। ଏହି କନ୍ୟାମାନଙ୍କ ମଧ୍ୟରେ ଜଣେ ଅତ୍ୟନ୍ତ ସାହସିନୀ ତଥା ବିଚକ୍ଷଣା ଥିଲା। ତାର ବୁଦ୍ଧି, ବିବେକ, ଚିନ୍ତାଧାରା, ଜ୍ଞାନ ଅଲଗା ଥିଲା। ତାକୁ ସଭିଏଁ ଏଇଥିପାଇଁ ବିଚକ୍ଷଣା ବୋଲି ଡାକୁଥିଲେ। କହିବାକୁ ଗଲେ ସେ ଥିଲା ଦଳପତି, ତାର ବାପା ଗାଁ ମୁଖିଆ। ଏଇ ଝିଅ ବିଚକ୍ଷଣାର ନିର୍ଦ୍ଦେଶରେ ଅନ୍ୟମାନେ ନାଚୁଥିଲେ। ଏମାନେ ସାଙ୍ଗ ହୋଇ ସେ ମଧୁର କୂଅରୁ ପ୍ରତି ଅପରାହ୍ନରେ 2 ମାଠିଆ ପାଣି ଆଣୁଥିଲେ। ଆଜି ବି ଗଲେ ଏହା ଗାଁର ଆବାଳ ବୃଦ୍ଧ ମଧ୍ୟ ଜାଣନ୍ତି। ଯୋଡ଼ାକୁ ନୁହେଁ ଘୋଡ଼ା ସରି, ଯେହେତୁ ଏମାନେ ସାଙ୍ଗ ହୋଇ ସବୁଆଡ଼େ ଯାଆନ୍ତି, ତେଣୁ ତାଙ୍କ ଭିତରକୁ ଅନ୍ୟ କେହି ପଶିପାରନ୍ତିନି। ଏଣୁ ଏଥିପାଇଁ ଏମାନଙ୍କର କାହାକୁ ଡର ନଥିଲା କି କୌଣସି କାମକୁ ଭୟ ନଥିଲା। ଏକଦା ଏକ ଅଘଟଣ ଘଟିଲା। ଏହି ଲଫଙ୍ଗାମାନେ ସେଠାକୁ ଗଲେ ଯେଉଁ କୂଅରୁ ଏମାନେ ପାଣି ଆଣୁଥିଲେ। ପାଖରେ ଗୋଟିଏ ପଡ଼ିଆ ଥିଲା। ଏମାନେ ନିଷ୍ପତ୍ତି ନେଲେ ଆମେ ସେ ପଡ଼ିଆରେ କ୍ରିକେଟ ଖେଳିବା ଓ ଏମାନଙ୍କର ଗତିବିଧି ଲକ୍ଷ୍ୟ କରିବା, ଆଉ ସୁଯୋଗ ପାଇଲେ ଏମାନଙ୍କୁ ଆୟତ୍ତକୁ ଆଣିବା। ଏମାନେ ମଧ୍ୟରେ ମଧୁଆ ନିଜକୁ ଭାରି ଜ୍ଞାନୀ ଭାବେ, ସେ ଗଛ ଚଢ଼ିବାର ଓସ୍ତାଦ। ସମସ୍ତେ ନିଜ ନିଜର ପୋଷାକ ପିନ୍ଧି ସେଠାରେ ଉପସ୍ଥିତ ହେଲେ, କିନ୍ତୁ ସାଙ୍ଗରେ ବ୍ୟାଗରେ କଳା ପୋଷାକ ନେଇଥିଲେ। ସେ ବ୍ୟାଗରେ ଥିଲା ବାଟୁଳି ଖାଡ଼, ଗୋଡ଼ି। ସେମାନେ କ୍ରିକେଟ ଖେଳିଲେ। ପାଣି ପାଇଁ ଗଲାବେଳେ ଯୁବତୀମାନେ ଏହା ଦେଖିଥିଲେ ଯେ ଟୋକାମାନେ, ଗାଁ ପିଲାମାନେ 9 ଜଣ ଏଇଠି କ୍ରିକେଟ ଖେଳୁଛନ୍ତି। ଖେଳନ୍ତୁ, ଆମର ଯେମିତି ଏକତା ଅଛି ତାଙ୍କର ବି ଏକତା ଅଛି। ସେମାନେ ଗାଁ ପୁଅ, ଖେଳିବା ଉଚିତ। ସେମାନେ ଗଲା ପରେ ମଧୁଆ କଳା ପୋଷାକ ପିନ୍ଧି ଜାମୁକୋଳି ଗଛକୁ ଚଢ଼ି ଏ ଝିଅମାନଙ୍କର ଗତିବିଧି ଲକ୍ଷ୍ୟ କରି ଅବଶିଷ୍ଟ 8 ଜଣଙ୍କୁ ଫୋନ୍ ଯୋଗେ ମେସେଜ ପଠାଉଥିଲା। ମେସେଜ ଆସିଗଲା, ଏଇଠି ସଖୀମାନେ ଆସିଗଲେ, ତୁମେମାନେ ପ୍ରସ୍ତୁତ ହୁଅ। ଏମାନେ ଗୋଟିଏ ମୁଣ୍ଡରେ ଅନ୍ୟଟି କାଖରେ ଧରି ମରାଳ ଗତିରେ ଆସୁଛନ୍ତି। ପାଖାପାଖି ହୋଇଗଲେ ମୁଁ ଜଣାଇଦେବି। ସମସ୍ତେ ଏକ ସମୟରେ ବାଟୁଳି ଖାଡ଼ ମାରିବ, ଯେପରି ଲକ୍ଷ୍ୟ ଭ୍ରଷ୍ଟ ନ ହୁଏ। ସାବଧାନ ଥିବ। କିଛି ସମୟ ଅନ୍ତେ କୁମାରୀ ଗଣ ମିଠା ମିଠା ହସ ହସି ଗୋପୀ ଓ କୃଷ୍ଣ ପ୍ରସଙ୍ଗ ଆଲୋଚନା କରି ଆସୁଥାନ୍ତି। ହଠାତ୍ ଠକ୍ ଠକ୍ ଶବ୍ଦ ଶୁଣି ସେମାନେ ଚମକି ପଡ଼ିଲେ। ଏହା କ'ଣ ବୋଲି ଜାଣିଲା ବେଳକୁ ମାଠିଆ ଜଳରେ ସେମାନେ ସମ୍ପୂର୍ଣ୍ଣ ଭିଜି ଯାଇଥିଲେ। ଚଳଚଞ୍ଚଳ ନ ହୋଇ ଧୀର ସୁସ୍ଥେ କାଖର ମାଠିଆକୁ ତଳେ ଅବତରଣ କଲେ ଓ ପରସ୍ପରକୁ ଚାହିଁଲେ। ଏହା ଦେଖି ଖୁବ୍ ରାଗିଯାଇ ବିଚକ୍ଷଣା କହିଲା, ଏଇ ଦେଖ, ସେଠାରେ କ୍ରିକେଟ ଷ୍ଟମ୍ପ 3ଟା ଓ 2ଟା ବ୍ୟାଟ୍ ପଡ଼ିଛି, ତାକୁ ନେଇ ଆସ। ମୋତେ ଗୋଟେ ବ୍ୟାଟ୍ ଦିଅ, 3 ଜଣ 3ଟା ଷ୍ଟମ୍ପ ଧର, ଆଉ ସୁମୁଖୀ ଗୋଟେ ବ୍ୟାଟ୍ ଧରୁ। ସେ ବି ସାହସିନୀ ନା। ଏହା କହି ଖେଳାଳିମାନଙ୍କର ଦୁଷ୍ଟାମିକୁ ନଷ୍ଟ ଭ୍ରଷ୍ଟ କରିବା ପାଇଁ ଅଗ୍ରସର ହେଲେ। 3 ଜଣ 3ଟି ଷ୍ଟମ୍ପ ଧରି ସେପଟ କିଆବୁଦା ପାଖକୁ ଯାଇ ଦେଖ, ଟୋକା ସେଇଠି ଲୁଚିଥିବେ। ଆଖି ବୁଜି ପିଟି ଚାଲ। ବ୍ୟାଟ୍ ନେଇ ମୁଁ ଏପଟକୁ ଯାଉଛି, ଆଉ ସୁମୁଖୀ ସେ କଣରେ ଠିଆ ହେଉ। ଆଜି ତାଙ୍କର ଦିନକୁ ଆମର ଦିନେ। ଅନ୍ୟ 3 ଜଣ ଦେଖ ଦେଖ
ଜାମୁକୋଳି ଗଛରେ କାଳିଆ ଭୂତ ତୁମମାନେ ହାତ ବନ୍ଦ ନ କରି ତଳେ ପଡ଼ିଥିବା ଖଣ୍ଡ ଖଣ୍ଡ ଇଟା ମାନେ ଖୁଆ ଫୋପାଡ଼ି ଚାଲ। ଏଥର ଦେଖ ମଜା। ଇଟା ମାଡ଼ ଖାଇ ଦୁଇ ହାତ ଟେକି ମଧୁଆ କହିଲା, ଏ ଆଉ ଫୋପାଡ଼ ନା, ମରିଗଲି ମାରନା। ମୁଁ କବିରା ହେଇଗଲିଣି, ମୋ ସବୁ ଛିଣ୍ଡିଗଲା, ଆଉ ମାରନା। ମୁଁ ତୁମ ପ୍ରିୟ ମଧୁଆ ଭାଇ। ଏହା କହି ଜଣେ କହିଲା, ଆରେ ମଧୁଆ ନା ତୁ ମଧୁଆ, ଶୀଘ୍ର ଓହ୍ଲା। ସେ ପ୍ରାଣ ବିକଳରେ ତରବରରେ ଓହ୍ଲାଇଲା। ଏ ତିନିହେଁ ତାକୁ ସେଇଠି ଆଣ୍ଠେଇ ଦେଲେ। ସେ ଆଣ୍ଠେଇ ନ ପାରି କହିଲା, ପାରିବିନି, ଇଟା ବାଜି 2 ଆଣ୍ଠୁ ଛିଣ୍ଡି ଯାଇଛି। ତେଣେ ବିଚକ୍ଷଣା ବ୍ୟାଟରେ 2 ପାହାର ଦେଇ ଅନ୍ୟମାନଙ୍କୁ ପଛକୁ ଆଣିଲା। ହେଲେ ବାକି 3 ଜଣ ଷ୍ଟମ୍ପ ଦେଖାଇ ଯେଉଁମାନେ ପଳାଇବା ପାଇଁ ଚେଷ୍ଟା କରୁଥିଲେ ତାଙ୍କୁ ଆଣି ସେଠାରେ ପହଞ୍ଚାଇଲେ। ବର୍ତ୍ତମାନ ସପ୍ତରଥୀ ଏ ନବ ଯୁବକଙ୍କୁ ଘେରିଗଲେ ଆଉ ସମସ୍ତଙ୍କୁ କହିଲେ, ଆଣ୍ଠାଅ। ମଧୁଆ ବ୍ୟତୀତ ଅନ୍ୟମାନେ ଆଣ୍ଠେଇଲେ। ବିରି ମାଡ଼ ଦେଖି କୋଳଥ ଚେପା ମଧୁଆ ଓ ଅନ୍ୟମାନଙ୍କ ଦୁରବସ୍ଥା ଦେଖି ବା ପଛରେ ଯେଉଁ 3 ଜଣ ଆସି ପହଞ୍ଚିଲେ ସେମାନେ ଥରିବାକୁ ଲାଗିଲେ। ବିଚକ୍ଷଣା ଏ 3 ଜଣଙ୍କୁ ମଧ୍ୟ ଉତ୍ତମ ମଧ୍ୟମ ଦେଇ କହିଲା, ଆଗେ ଆଣ୍ଠାଅ, ତାପରେ ଯାହା କିଛି। ଝିଅଙ୍କ ହାତରେ ବ୍ୟାଟ୍ ଆଉ ଷ୍ଟମ୍ପ। ସେ ଡରିଗଲେ, ମାଡ଼ି ବି ଖାଇସାରିଲେଣି। ଏଥର ବିଚକ୍ଷଣା କହିଲା, ଚାଲ ଘରକୁ ଚାଲ। କିନ୍ତୁ ଗଲାବେଳେ ଯଦି କେହି ଦୁଷ୍ଟାମି କଲା ମାନେ ଧାଇଁ ପଳାଇବ, ତାହେଲେ ତାଙ୍କୁ ମୁଁ ଏଇ ବାଟୁଳି ଖାଡ଼ରେ ତଳେ ପକାଇବି। ତୁମେ ତୁମର କିଣିଥିବା ପିନ୍ଧିଥିବା ଲମ୍ବା ଜାମାକୁ ଓହ୍ଲାଅ ଏବଂ ଆମକୁ ଦିଅ। ସେଇ ଲମ୍ବା ହାତ ଥିବା ଜାମାରେ ଏ ନବରଥୀଙ୍କର ନବବାଳୁଙ୍ଗାଙ୍କର ହାତକୁ ପଛପଟକୁ ଭିଡ଼ି ବନ୍ଧା ହେଲା। ସମସ୍ତଙ୍କ ହାତକୁ ପଛ ପଟରୁ ଭିଡ଼ି କରି ବାନ୍ଧି ଗୋରୁଙ୍କୁ ଓଳେଇଲା ପରି ଗାଁକୁ ଆଣିଲେ ଝିଅମାନେ। ଆଜି ଗାଁ ସଭାରେ ଏ କଥା ପଡ଼ିବ, ଆମ ଇଜ୍ଜତ ସହିତ ଖେଳ ଖେଳିବାକୁ ତୁମେ ସାହସ କଲ କିପରି? ୟା ଭିତରେ ଆମେ 22-23 ବର୍ଷର ହେଲୁଣି, କେହି ଥରେ ଆମକୁ ଆଖି ଟେକି ଚାହିଁନାହାନ୍ତି। ତୁମର ସାହସ ତ କମ୍ ନୁହେଁ। ସେଇଠି ତୁମେ 7 ଜଣ 14ଟା ମାଠିଆର ମୂଲ ଦେବ ଆଉ ଆମ ଇଜ୍ଜତର ମଧ୍ୟ ମୂଲ ଦେବ। ତୁମେ ଯଦି ରାଜି ହେବ ତେବେ ଆଉ ମାରିବିନି। କଥା କ'ଣ କି, ହାତ ଖୋଲିଦେବି। ତୁମେ ଏ 7 ମାଠିଆ ଜଳକୁ ମୁଣ୍ଡେଇ ଆଗେ ଚାଲ। ବାକି ଯେଉଁ 2 ଜଣ ସେମାନେ ଏଇ କଳା ପୋଷାକକୁ ଧର। ଏହା କହି ବିଚକ୍ଷଣା ତୁନି ପଡ଼ିଲା। ସେମାନଙ୍କ ଠାରୁ ବାଟୁଳି ଓ ଗୋଡ଼ି ଛଡ଼ାଇ ଝିଅମାନେ ଧରିଥିଲେ। କହିଲେ, ବାଟରେ ନୁଛୁଣା ପ୍ରକୃତି ଦେଖାଇଲେ ଏହି ବାଟୁଳି ଗୋଡ଼ି ମାଡ଼ ଖାଇବ, ତଳେ ପଡ଼ିବ, ରକ୍ତାକ୍ତ ହେବ। ଏହି କ୍ରମରେ ସେମାନେ ଆସି ଗାଁ ମୁଣ୍ଡରେ ପହଞ୍ଚିଗଲେ। ଗାଁରେ ଗୋଟେ ଟୋକା ଥାଏ, ତା ନାଁ ମନୁଆ। ସେ ତା ମନକୁ ଯାହା ଆସେ ସେ କହି ଚାଲେ। ସିଏ ସେଠି ବଡ଼ ପାଟିରେ କହିବାକୁ ଲାଗିଲା, ଦେଖ। କେହି ତାକୁ ଶୁଣିଲେନି। ସବୁଦିନ ଏମିତି କହେ। ସେ ଏ ଦୃଶ୍ୟ ଦେଖି ଧାଇଁ ଯାଇ ଘରୁ ଘଣ୍ଟ ନେଇ ଆଇଲା ଓ ବଜେଇ ଟୋଟାଲି ଗାଁକୁ କମ୍ପେଇ ଦେଲା। ଘଣ୍ଟ ବାଦ୍ୟ ଶୁଣି ଗାଁର ବୁଢ଼ା ବୁଢ଼ୀ, ଯୁବକ ଯୁବତୀ, ପିଲା ଛୁଆ ସବୁ ଜମା ହେଇଗଲେ। ତାପରେ ସେ ଗୀତ ଗାଇଲା, ଦେଖିବ ଆସ ଝିଅଙ୍କ ହାତରେ ପୁଅଙ୍କ ନିଶ। ଦେଖିବ ଆସ ମାଠିଆ ମୁଣ୍ଡେଇ କିପରି ଆସନ୍ତି, ଗୋପୀଏ ଟାଣନ୍ତି ଗୋପାଳ କେଶ। ଦେଖିବ ଆସ।